राउरकेलू एक बड़ धरणर विमान दुर्घटना खबर सामना को आसी। भुवनेश्वर राउरकेला अभिमुखे आसिथिबा एक 9 सीट विशिष्ट छोट यात्रीवाही विमान दुर्घटनाग्रस्त होइछि। सूचना अनुसार विमानटी अवतरण करने समय यांत्रिक त्रुटि देखादेबारु एहा क्राश करथिला। राउरकेला रघुनाथपाली थाना अंतर्गत जलदा ए ब्लॉक निकटरे ए दुर्घटना घटिछि। ଏହି ଦୁର୍ଘଟଣାରେ ବିମାନରେ ଥିବା 4 ଜଣ ଯାତ୍ରୀ ଏବଂ 2 ଜଣ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ 6 ଜଣ ଆହତ ହୋଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିମାନଟି ମାତ୍ର 10 କିଲୋମିଟର ଉଡ଼ାଣ ଭରିବା ପରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିମାନଟି କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲା ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ବିମାନଟି ଆବାସିକ ଅଞ୍ଚଳ ନିକଟରେ ପଡ଼ିଥିଲେ ମଧ୍ୟ କୌଣସି ପ୍ରାଣହାନି ଘଟିନାହିଁ, ଯାହା ଏକ ବଡ଼ ଆଶ୍ୱସ୍ତିର ବିଷୟ। ବ୍ୟୁରୋ ରିପୋର୍ଟ, JBR समाचार।